ନମସ୍କାର ଜୟ ଜଗନ୍ନାଥ। ମୁଁ ଆଜି ଆମର ପ୍ରଭୁ ଜଗନ୍ନାଥଙ୍କ ବିଷୟରେ କିଛି କହିବାକୁ ଚାହୁଁଛି, ଯୋଉଟା କି ଆପଣ ଜାଣିଥିବେ କି ଜଣେ ଥିବେ କି ଗୋଟେ ବହୁତ ବଡ ଜିନିଷ ଭଲ ଜିନିଷ ଆଜ୍ଞା କହିବାକୁ ଚାହୁଁଛି କି ଯୋଉ ରଥଯାତ୍ରା ହଉଛି ତାର ଗୋଟେ ଇତିହାସ ଅଛି, ଗୋଟେ କଳଙ୍କିତ ଅଧ୍ୟାୟ ଅଛି, ସେଟା ସେ କେହି ମଧ୍ୟ ଜାଣିନାହାନ୍ତି। ସେଟା ହଉଛି 1610 ମସିହାର କଥା ଆଜ୍ଞା। ସେତେବେଳେ ରାଜା ଥାନ୍ତି ପୁରୁଷୋତ୍ତମ ଦେବ। ମୋର ରଥଯାତ୍ରା ଭଳିଆ ସେଦିନ ଛେରାପୋଡା ହେଇସାରିଥିଲା, ରଥ ବି ଟଣା ହେଇଯାଇଛି, ରଥ ଯାଇ ଗୁଣ୍ଡିଚା ମଧ୍ୟ ଲାଗିଯାଇଛି। ଏହାପରେ ଏ ଲୋକ ଯିଏକି ତାଙ୍କ ନାଁ ହଉଛି ମାଲି, ସେ ହିନ୍ଦୁ ଧର୍ମର ଲୋକ, କିନ୍ତୁ ତାର ମନରେ ବହୁତ ଅହଙ୍କାର ରାଗ ଥାଏ ହିନ୍ଦୁମାନଙ୍କ ଉପରେ। ସେ କଣ କରିଥାଏ ନା ବଙ୍ଗର ନବାବ ଥାନ୍ତି ହାକିମ ଖାଁ। ସେ ହାକିମ ଖାଁଙ୍କର ମାନେ ତାଙ୍କର କଥାରେ ପରିଚାଳିତ ହୋଇକି ସେ ପୁରୀ ମନ୍ଦିର ରୂପଣ କରିବା ପାଇଁ ଯୋଜନା କରି ଆସି ପୁରୀରେ ପହଞ୍ଚିଲେ। ଯେତେବେଳେ ସେ ପୁରୀ ଆସି ପହଞ୍ଚନ୍ତି, ମନ୍ଦିରରେ ଠାକୁର ଭିଡ଼ ମାନଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ପଚାରିଲେ ଠାକୁର କୁଆଡେ ଗଲେ। ପଣ୍ଡାମାନେ କହିଲେ ଯେ ବର୍ତ୍ତମାନ ଠାକୁର ଅଛନ୍ତି ଗୁଣ୍ଡିଚା ମନ୍ଦିରରେ। ତେଣୁ ସେ ପୁରା ରାଗରେ ତମ ହୋଇ ପ୍ରଜ୍ୱଳିତ ହୋଇ ଆସିଲା ଗୁଣ୍ଡିଚା ମନ୍ଦିରକୁ, ଏବଂ ସେ ଦେଖିଲା ଭଗବାନ ତ ମାୟା ପୁରୁଷ, ଦେଖିଲା ଜଗନ୍ନାଥ ତା ରାଗ ଆହୁରି ବଢିଗଲା। ସେ କଣ କରିବ ବୋଲି ଭାବିଲା, କାରଣ ତାର ଇଚ୍ଛା ଥିଲା ଆଉ ଠାକୁରଙ୍କର ଏବଂ ଜଗନ୍ନାଥ ପ୍ରକୃତ ହିନ୍ଦୁ ଧର୍ମ ଲୋକମାନଙ୍କୁ କେମିତି ଅବନତି ହବ, ତାଙ୍କର ନଷ୍ଟ ହବ, ତାকে ଚିନ୍ତା କରିଥିଲା। ତେଣୁ ତାର ଯୋଉ ରାଗର ପ୍ରଦର୍ଶିତ ହୋଇ ସେ କଣ କଲା ନା ତାର ଜଗନ ସୈନ୍ୟମାନଙ୍କୁ ଧରି ଓଲାଙ୍କ ତେଲରେ ତା ତିନିଟା ରଥକୁ ପୋଡ଼ିଦେଲା। ତିନୋଟି ରଥ ପୁରା ଧ୍ୱଂସ ଉପରେ ପହଞ୍ଚି ଯାଇଥିଲା। ଯେତେବେଳେ ରଥ ତ ହେଇଗଲା, କିନ୍ତୁ ଭଗବାନ ଠାକୁର ସମାନ ପାଇଁ କଲେ। ଇଏ ତ ହଉଛି ଜଗତର ଠାକୁର ଜଗନ୍ନାଥ, ସେ ସବୁ ବିଗ୍ରହ ସମସ୍ତଙ୍କ ସମାନ ଜିନିଷ ସେ ଭାରି ସ୍ମରଣୀୟ ଠାକୁର, ତାଙ୍କର ଦୟାର ଅବତାର। ତେଣୁ ସେ ତାର କାହା କଣ କରିବେ, କେମିତି କରିବେ, ସେ ତାର କାମ କରି ପଡ଼ିଲା। କିନ୍ତୁ ଏହା ଗୋଟେ ଦୁଃଖ ଦେଲା ସମସ୍ତଙ୍କୁ। ଭକ୍ତମାନେ ବହୁତ ଦୁଃଖ କଲେ, ରାଜା ବହୁତ ଦୁଃଖ କଲେ। ଏମିତି ମାନେ ଅବସ୍ଥା କେବେ ହଉଥିଲା, ବହୁତ ଦୁଃଖରେ ସମସ୍ତେ ଭକ୍ତମାନେ ଦୁଃଖରେ ଭାବିଲେ କଣ କରିବା। ତାପରେ ଦେବ ପୁରା ପ୍ରାୟ 8 ମାସ ଧରିକି ସେ ରଥ ପୁଣି ତିଆରି ହେଲା। ଜଗନ୍ନାଥ ପ୍ରତ୍ୟାଖ୍ୟାତ କଲେ ମନ୍ଦିରକୁ। ତେଣୁ ଏଇ ବିଷୟଟାକୁ ଆପଣ କୁହାଯାଉଛି ଯେ ଏମିତି ବି ଘଟଣା ଆଜ୍ଞା ଘଟିଥିଲା, ଯୋଉଟା ବହୁତ ଦୁଃଖ ବିଷୟ ଥିଲା। ତେଣୁ ଆଉ କଣ କହିବି ସେ ତ ପାଣି କଣ ହଉଛି ଆଜ୍ଞା, ଏଇ ବିଷୟରେ ସବୁ ସମ୍ମାନ ଜାଣିଛି, ସେଠିକି ଆଜ୍ଞା ଜାଣିଛି। ତେଣୁ ସମୟ ପାଇଲେ ଆଉ ମୋତେ କହିବାକୁ ଚେଷ୍ଟା କରିବି।